କାଳି ସହ ରହୁଥାଏ। କାଳୁ ଥିଲା ବଡ ଅଳସୁଆ। ଦିନ ଯାକ ସେ ଘରେ ଶୋଇ ରୁହେ ଆଉ କାଳି ଜଙ୍ଗଲକୁ ଯାଇ ଦାନା ଫଳମୂଳ ସଂଗ୍ରହ କରେ। ଦିନକର ଘଟଣା। ଥରେ କାଳି ଜଙ୍ଗଲରୁ ମିଠା ମିଠା ପାଚିଲା କୋଳି ଆଣି ଘରକୁ ଫେରୁଥାଏ। ହଠାତ୍ ତା ଅନ୍ୟମନସ୍କ କାରଣରୁ ସେ ଗୋଟେ ଗଛରେ ପିଟି ତଳେ ପଡିଗଲା। ଆଲୋ ବୋଉଲୋ, ମରିଗଲି। କାହିଁକି ଏମିତି ଅନ୍ୟମନସ୍କ ହେଇକି ଆସୁଥିଲି କେଜାଣି? ଅନ୍ୟମନସ୍କ କାରଣରୁ ଏ ଗଛରେ ପିଟି ହିଁ ମୋ ଡେରାଟା ଭାଙ୍ଗିଗଲା। ଏବେ କେମିତି ଘରକୁ ଯିବି କେଜାଣି? କାଳି ଏମିତି କହୁଥାଏ। ଠିକ୍ ସେହି ସମୟରେ ଲତା ଚଢ଼େଇ ଆସି ସେଠି ପହଞ୍ଚିଲା। ଆରେ କାଳି, କଣ ହେଲା ତୋର? ତୁ ଏଠି ଏମିତି ପଡ଼ିଛୁ କଣ ପାଇଁ? କଣ କହିବି ଲତା, କୋଳି ନେଇ ଘରକୁ ଯାଉଥିଲି। ଅନ୍ୟମନସ୍କ କାରଣରୁ ଏ ଗଛରେ ପିଟି ହେଇଗଲି। ଆଉ ଏବେ ଦେଖେ, ମୋର ଗୋଟେ ପଟ ଡେରାରେ ଭାରି ଜୋରରେ ଆଘାତ ଲାଗିଛି। ତୋର ତ ଡେରାରେ ଆଘାତ ଲାଗିଛି, ତୁ ଏବେ ଘରକୁ କେମିତି ଯିବୁ? ଲତା, ତୁ ଗୋଟେ କାମ କର, ତୁ ମୋ ଘରକୁ ଯାଇ କାଳୁକୁ ଟିକେ ଏଠାକୁ ଆସିବାକୁ କହ। ସେ ଆସିଲେ ମୁଁ ତାଙ୍କ ସହ ଘରକୁ ଚାଲିଯିବି। ହଉ ଠିକ୍ ଅଛି କାଳି, ମୁଁ ତ ଏବେ ସେଇ ରାସ୍ତାରେ ଯାଇଥାନ୍ତି। ଭଲ ହେଲା, ସେଇ ବାଟରେ କାଳୁକୁ ଖବର ଦେଇ ଯିବି। ହଁ ଲତା, ତୁ ଟିକେ ଜଲ୍ଦି ଯାଇ କାଳୁକୁ କହିଦେ। ଏହାପରେ ଲତା ସେଠୁ କାଳିର ଘର ଆଡକୁ ଉଡ଼ିଗଲା ଓ କିଛି ସମୟ ପରେ କାଳୁ ପାଖରେ ପହଞ୍ଚିଲା। କାଳୁ ଶୋଇଥାଏ। କାଳୁ, କାଳୁ, ଏ କାଳୁ, ଆରେ ଉଠି ଯା। ତୋ ସ୍ତ୍ରୀ କାଳି ସେଠି ଗଛରେ ପିଟି ହେଇ ଅସହାୟ ଅବସ୍ଥାରେ ତଳେ ପଡ଼ିଛି। ତୁ ଯା ଜଲ୍ଦି ସେଠାକୁ। କଣ ହେଲା? କାଳି ଗଛରେ ପିଟି ହେଇ ତଳେ ପଡ଼ିଛନ୍ତି? ହେ ଭଗବାନ, କୋଉଠି ଏ ଅଘଟଣ ଘଟିଛି? ଜଙ୍ଗଲ ମଝିରେ ଥିବା ସେଇ ଗଛ ମୂଳେ। ମୁଁ ଏବେ ଯାଉଛି ସେଠାକୁ ଲତା। ଆଉ ହଁ, ତୁ ଏ ଖବର ଦେଇଥିବାରୁ ତତେ ଧନ୍ୟବାଦ। ହଉ କାଳୁ, ତୁ ଯା, ମୁଁ ବି ମୋ କାମରେ ଯାଉଛି। ଏମିତି କହି ଲତା ସେଠୁ ଚାଲିଗଲା ଓ କାଳୁ ବି କାଳି ପାଖକୁ ଗଲା। ଆରେ କାଳି, ତୁମର ଏମିତି ଅବସ୍ଥା କେମିତି ହେଲା? ସେ କଣ କି, ମୁଁ ଟିକେ ଅନ୍ୟମନସ୍କ ହେଇ ଆସୁଥିଲି ଆଉ ଅଜାଣତରେ ଏଇ ଗଛରେ ପିଟି ହେଇଗଲି। ହଉ ଚାଲ, ମୁଁ ଏବେ ତୁମକୁ ବୈଦଙ୍କ ପାଖକୁ ନେଇଯିବି ଆଉ ବୈଦ ତୁମକୁ ଔଷଧ ଦେଲେ ତୁମେ ଠିକ୍ ହେଇଯିବ। ଆରେ ମତେ ତୁମେ ଘରକୁ ନେଇଯାଅ, ମୁଁ 2 ଦିନ ବିଶ୍ରାମ କଲେ ପୁରା ଠିକ୍ ହେଇଯିବି, ବୁଝିଲ? ହଉ, ଯାହା ତୁମର ଇଚ୍ଛା। ଏବେ ଚାଲ, ମୁଁ ତୁମକୁ ଘରକୁ ନେଇଯାଉଛି। ଏମିତି କହି କାଳୁକୁ କାଳିକି ଧରି ଘର ଆଡକୁ ଚାଲିଲା ଓ କିଛି ସମୟ ପରେ ଆସି ଘରେ ପହଞ୍ଚିଲା। କାଳୁ, ମତେ ଭୋକ ହେଲାଣି, ମତେ ଟିକେ କିଛି ଖାଇବାକୁ ଦିଅ। ହଁ, ଦଉଛି ରୁହ। ଏମିତି କହି କାଳୁ କାଳିକୁ ଖାଇବାକୁ ଦେଲା। ଏମିତି ସେ ଦିନ କଟି ପରଦିନ ସକାଳ ହେଲା। କାଳୁ, ଘରେ ତ କିଛି ବି ଫଳମୂଳ ନାହିଁ ଖାଇବାକୁ। ତମେ ଟିକେ ଯାଅ, ଜଙ୍ଗଲରୁ କିଛି ଫଳମୂଳ ନେଇ ଆସ। ହଁ, ଯାଉଛି ଆଉ ଜଙ୍ଗଲରୁ ଫଳମୂଳ ନେଇ ଆସୁଛି। ଆଚ୍ଛା କାଳି, ତମେ କୋଉ ଫଳ ଖାଇବ କୁହ? ମୋ ପାଇଁ ଗୋଟେ ପିଜୁଳି ଆଣିବ ହେଲା। ହଉ, ମୁଁ ଏଇ ଗଲି ଆଉ ଏଇ ଆସିଲି। ଏମିତି କହି କାଳୁ ସେଠୁ ଜଙ୍ଗଲ ଭିତରକୁ ଗଲା। ଦିନ ଯାକ ତ ଶୋଇ ରୁହନ୍ତି ଏ କାଳୁ, ଆଉ ଆଜି ଫଳମୂଳ ଆଣିବା ପାଇଁ ଯାଇଛନ୍ତି। ଦେଖିବା ଆଜି ସେ କେମିତି ଫଳମୂଳ ଆଣୁଛନ୍ତି। ମୁଁ ତ କେବେ ଜଙ୍ଗଲକୁ ଫଳ ପାଇଁ ଆସିନି, କୋଉଠୁ ଏବେ ଫଳମୂଳ ଆଣିବି କେଜାଣି? ହଉ, ଯାଉଛି ଦେଖିବି କଣ ହଉଛି। ଏମିତି କହି କାଳୁ ଆଗକୁ ଗଲା। କିଛି ବାଟ ଗଲା ପରେ ସେ ଗୋଟେ ପିଜୁଳି ଗଛ ଦେଖିଲା ଆଉ ସେଠୁ 2ଟା ବଡ ପିଜୁଳି ତୋଳି ଘରକୁ ଫେରିଲା। ଏଇ ନିଅ କାଳି, ଏ ପିଜୁଳି ଖାଇଦିଅ। ଏ ପିଜୁଳି ଖାଇଦେଲେ ତୁମ ଦେହ ଖୁବ୍ ଶୀଘ୍ର ଭଲ ହେଇଯିବ, ବୁଝିଲ? ହଁ, ଖାଉଛି। ଆରେ ବା କାଳୁ, ଏ ପିଜୁଳି ତ ବହୁତ ସ୍ୱାଦିଷ୍ଟ ଲାଗୁଛି। ତମେ ଏ ପିଜୁଳି କୋଉଠୁ ପାଇଲ? ଏକୁ ପରା ମୁଁ ଗୁମ୍ଫା ପାଖ ଗଛରୁ ଆଣିଛି। ସତରେ? ତମେ ସେଇଠୁ ଆଣିଛ? ହେଲେ କାଳୁ, ମନେ ରଖ, ଆଉ ଦିନେ ତମେ ସେଠାକୁ ଯିବନି। କାହିଁକି ନା ସେଠି ଗୋଟେ ଦୁଷ୍ଟ ସାପ ରହୁଛି। ଯିଏ ତା ପିଜୁଳି ଗଛର ପିଜୁଳି ଆଣୁଛି, ସେ ତାକୁ ମାରି ଦଉଛି, ବୁଝିଲ? ସତରେ ନା କଣ? ହେଲେ ଆମେ ତ ଚଢେଇ, ଆକାଶରେ ଉଡୁଛେ, ସେ କଣ ଆମକୁ ଧରି ପାରିବ ଯେ ସେ ଆମକୁ ମାରିବ? ତମେ ତାକୁ ଜାଣିନ, ସେ ବହୁତ ଦୁଷ୍ଟ। ଯାହା ହେଉ ସେ ତମକୁ ଦେଖିନି। ଯଦି ଦେଖିଥାନ୍ତେ ନା, ତାହେଲେ ବଡ଼ ଅସୁବିଧା ହେଇଯାଇଥାନ୍ତା, ବୁଝିଲ? ହଉ ଛାଡ ସେ ସାପ କଥା, ତମେ ବିଶ୍ରାମ କର। ଏପଟେ ସାପ ପିଜୁଳି ତଳେ ପଡିଥିବା ଦେଖି ରାଗିଗଲା ଆଉ କହିଲା, ଆରେ ମୋ ପିଜୁଳି କିଏ ଗୋଟେ ନେଇଛି ନା କଣ? ନହେଲେ କଞ୍ଚା ପିଜୁଳି ଏଠି ତଳେ କେମିତି ପଡ଼ିଲା? ହଉ ଛାଡ, ମୁଁ ତ ନଥିଲି, ଆଉ ଥିଲେ ତ ସେ ଚୋରକୁ ପାନେ ଦେଇଥାନ୍ତି। ଏମିତି କହି ସାପ ଗୁମ୍ଫା ଭିତରକୁ ଚାଲିଗଲା। ଏମିତି ସେ ଦିନ କଟିଲା। ପରଦିନ କାଳି କାଳୁକୁ ଫଳ ଆଣିବାକୁ କହିଲା। କାଳୁ, କାଇଁ ଏତେ ସମୟ ହେଲାଣି ଶୋଇ ରହିଛ?
ଯାଉନୁ ଜଙ୍ଗଲରୁ କିଛି ଫଳ ଆଣିକି ଆସିବ। ମତେ ଟିକେ ଶୋଇବାକୁ ଦିଅ, ମୁଁ ଟିକେ ଶୋଇପଡେ, ତାପରେ ଫଳ ଆଣିବାକୁ ଯିବି। ହଉ, ଯାହା ତୁମର ଇଚ୍ଛା। ଏମିତି କିଛି ସମୟ ବିତିଗଲା। କାଳି ପୁଣି ଥରେ କାଳୁକୁ ଡାକିଲା। କାଳୁ, କାଳୁ, ଏଥର ତ ଯାଅ କିଛି ଫଳମୂଳ ନେଇକି ଆସ। ମତେ ଭାରି ଜୋରରେ ଭୋକ ହେଲାଣି। ଆଉ ହଁ କାଳୁ, ତମେ ସେ ପିଜୁଳି ଗଛ ମୂଳକୁ ଜମା ବି ଯିବନି। ତମେ ତ ବସିଛ, ସେଥିରେ ପୁଣି ତୁମକୁ ଖାଲି ଭୋକ ଲାଗୁଛି। ହଉ, ଯାଉଛି ଫଳ ପାଇଁ। ଏମିତି କହି କାଳୁ ଫଳ ଆଣିବାକୁ ଚାଲିଗଲା। ଏତେ ଅଳସୁଆ ଚଢେଇ ମୁଁ କୋଉଠି ଦେଖିନି। ଦିନ ଯାକ ଖାଲି ଶୋଉଛନ୍ତି। କୁଆଡେ ଆଉ ମୁଁ ଫଳ ଖୋଜିବି? ଯାଉଛି, ସେଇ ପିଜୁଳି ଗଛ ପାଖକୁ ଯିବି, ଆଉ ପିଜୁଳି ନେଇକି ଆସିବି। କାଳୁର କାଳି କହିଥିବା ସାପ କଥା ମନେ ପଡିଲା। ଆରେ, କାଳି ତ କହୁଥିଲେ ସେ ପିଜୁଳି ଗଛ କୁଆଡେ ଗୋଟେ ସାପର ବୋଲି। ହେ, ସେ ସାପ ମୋର କଣ କରିବ? ମୁଁ ଯାଉଛି ସେଇ ଗଛରୁ ହିଁ ପିଜୁଳି ତୋଳି ଆଣିବି। ଏମିତି କହି କାଳୁ ପିଜୁଳି ଗଛ ପାଖକୁ ଗଲା ଓ କିଛି ସମୟ ପରେ ସେଠି ପହଞ୍ଚିଲା। ସାପ କି ଫାପ ଏଠି କେହି ନାହାନ୍ତି। ଏ କାଳି ତ ମିଛରେ ଡରଉଥିଲେ। ହଉ, ମୁଁ ଯାଉଛି ଆଗ ଗୋଟେ ପିଜୁଳି ଖାଇଦିଏ, ଆଉ ତାପରେ ଯାଇ କାଳି ପାଇଁ ଗୋଟେ ପିଜୁଳି ନେଇକି ଯିବି। ଏମିତି କହି କାଳୁ ଗୋଟେ ପିଜୁଳି ଖାଇଲା। ପିଜୁଳି ଖାଇସାରିଲା ପରେ ତାକୁ ଟିକେ ନିଦ ଲାଗିଲା। ଏଇଠି ଟିକେ ଶୋଇ ପଡେ, ମତେ ନିଦ ଲାଗିଲାଣି। ଉଠିଲେ ଯାଇ କାଳି ପାଇଁ ପିଜୁଳି ନେଇକି ଯିବି। ଏମିତି କହି କାଳୁ ସେଇଠି ଶୋଇପଡିଲା। ସାପ ଗୁମ୍ଫା ଭିତରୁ ବାହାରକୁ ଆସିଲା ଆଉ ଦେଖିଲା ପୂର୍ବ ପରି ଗୋଟେ କଞ୍ଚା ପିଜୁଳି ତଳେ ପଡିଛି। ଆରେ, ଇଏ କଣ? ପୁଣି ଗୋଟେ କଞ୍ଚା ପିଜୁଳି ଆସି ତଳେ ପଡିଛି। କେମିତି ଆସୁଛି ଏ ପିଜୁଳି? ଯାଉଛି ଗଛ ଉପରେ ଦେଖିବି। କାଳେ କୋଉ ମୂଷା ଗଛ ଉପରେ ଲୁଚି ମୋ ପିଜୁଳି ଖାଉଥିବ। ଏମିତି କହି ସାପ ଗଛ ଉପରକୁ ଗଲା ଆଉ ଦେଖିଲା ଗୋଟିଏ କାଉ ଗଛ ଉପରେ ଶୋଇଛି। ଆରେ, ଇଏ କାଉର ତ ଭାରି ସାହସ। ଇଏ ମୋ ପିଜୁଳି ଗଛରୁ ପିଜୁଳି ଖାଉଛି ଆଉ ତାପରେ ଏଇଠି ଶୋଇଛି। ରହ, ଏବେ ତତେ ଦଉଛି ଏ ଦୁଷ୍ଟ କାଉ। ଏମିତି କହି ସାପ ତା ଲାଙ୍ଗୁଡରେ କାଳୁ କାଉକୁ ପିଟି ଦେଲା। କାଳୁ କାଉ ଛିଟକି ଯାଇ ତଳେ ପଡିଲା। ଆରେ, ଇଏ ତ କେତେ ବେଳ ଗଲାଣି ଫଳ ଆଣିବାକୁ। ଏତେ ସମୟ ହେଲାଣି ଆସିବାକୁ ନାହାନ୍ତି କାହିଁକି? ସେ ଆଉ ସେ ସାପର ପିଜୁଳି ଗଛ ଆଡେ ଯାଇ ହଇରାଣରେ ପଡିନାହାନ୍ତି ତ? ଯାଉଛି ଯିବି, ତାଙ୍କୁ ଦେଖିକି ଆସିବି। ଏମିତି କହି କାଳି ସାପର ପିଜୁଳି ଗଛ ଆଡକୁ ଚାଲିଲା। ଏ ଦୁଷ୍ଟ କାଉ, ତୋର ତ ଭାରି ସାହସ। ତୁ ଆସି ମୋ ପିଜୁଳି ଗଛରୁ ପିଜୁଳି ଖାଉଛୁ? ମତେ କ୍ଷମା କରିଦିଅ ସାପ ଭାଇ, ମୋର ଭୁଲ ହେଇଯାଇଛି। ମୁଁ ଜାଣିନଥିଲି ଏ ଗଛ ତୁମର ବୋଲି। ମତେ ଛାଡି ଦିଅ ସାପ ଭାଇ। ତତେ ମୁଁ ଛାଡ଼ିବିନି, ତତେ ଆଜି ମୁଁ ଖାଇବି। ସାପ ଏମିତି କହୁଥାଏ, ହଠାତ୍ କାଳି ଆସି ସେଠି ପହଞ୍ଚିଲା ଆଉ ଦେଖିଲା ସାପ କାଳୁକୁ ଖାଇବା ପାଇଁ ଓଗାଳି ରଖିଛି। ହେ ଭଗବାନ, ଏ ସାପ କାଳୁଙ୍କୁ ଖାଇଦେବ ନା କଣ? ଯାଉଛି, ଆଉ ଡେରି ନ କରି କାଳୁଙ୍କୁ ତା ଆଗରୁ ଟେକିକି ନେଇ ଆସିବି। ଏମିତି କହି କାଳି ସଙ୍ଗେ ସଙ୍ଗେ ଯାଇ କାଳୁକୁ ତା ପଞ୍ଝାରେ ଟେକି ଆଣିଲା। ଦୁଷ୍ଟ କାଉ, ତୁ ଆଜି ଖସିଗଲୁ। ଆଉ କେବେ ଧରା ପଡ, ତତେ ଖାଇଦେବି। କାଳୁ, ତୁମକୁ ଆଜି ସେ ସାପ ମାରି ଦେଇଥାନ୍ତା। ତୁମକୁ ମୁଁ ମନା କରିଥିଲି ନା ସେଠାକୁ ଯିବନି ବୋଲି। ତମେ ସେଠାକୁ କାହିଁକି ଯାଇଥିଲ? କଣ କହିବି କାଳି, ମୁଁ ପିଜୁଳି ଗୋଟେ ଖାଇଦେଇ ସେଇଠି ଶୋଇ ପଡିଥିଲି। ତେଣୁ ସେ ସାପ ମତେ ଧରି ନେଲା। ତୁମେ ତ ଘରେ ଶୋଇଥିଲ, ତଥାପି ତୁମକୁ ସେଠି ନିଦ ଲାଗିଲା? ହେ ଭଗବାନ, ତମେ ଏତେ ଅଳସୁଆ।